ଥରେ ସ୍ୱାମୀ ପଚାରିଲେ କେଉଁଠି କହିଲା ଆମେ ଯାଇଥିଲୁ ରାମେଶ୍ୱର ସେଠି ଦେଖିଲୁ ସେ ମୂର୍ତ୍ତିଟା କଳା ତାପରେ ଦ୍ୱାରକା ଆଇଲୁ କଳା ଆଉ କେଦାରନାଥ ଆଇଲୁ ସେଠି ଦେଖିଲୁ କଳା ଏଠି ଦେଖିକି ଆଇଲା ବେଳକୁ ଏଠି ହେଲା କଳା କିନ୍ତୁ ଆକୁ କଳା ଶାନ୍ତ କାହିଁ କହୁଛ କଳା ଶାନ୍ତ କହିଲେ ଜଗନ୍ନାଥ ସିଏ କୃଷ୍ଣ ନୁହନ୍ତି ସିଏ ରାମ ନୁହନ୍ତି କିଏ ଶିବ ନୁହନ୍ତି ଆଉ ଗଲେ ଆଉ ଜଣେ ଆପଣ ତ ଏତେ ବଡ଼ ସବୁଆଡ଼େ ମୂର୍ତ୍ତି ଆମେ ଦେଖିଲୁ ହାତ ଗୋଡ଼ ଅଛି କାନ ଅଛି ଆଖି ଅଛି ଗୋଡ଼ ଅଛି ତୁମର କାହିଁ କାନଟା ନାହିଁ କାନ କୁଆଡ଼େ ଗଲା ଶୁଣିବ କେମିତି ଏ କାନ ନଥିଲେ ଶୁଭୁଛି କହିଲେ ଜାଣିନା କିରେ ସତ୍ୟ ଯୁଗରେ ଗଜ କୁମ୍ଭୀର କଳି ଲାଗିଥିଲେ ଗଜକୁ କୁମ୍ଭୀର ଆକ୍ରମଣ କଲା ଗଜ ଗୋଟେ ପଦ୍ମ ଫୁଲ ଦେଇ ଥୋଡ଼ରେ ଦେଇକି ମୋତେ ଡାକିଲା ହେ ପ୍ରଭୁ ଆର୍ତ ତ୍ରାଣ ମୋ ଆର୍ତ ଦୂର କର ଦୁଃଖ ନାଶ ମାସେ ସେଇଠୁ ସିଏ ଆସିଲେ ଚକ୍ରରେ ଗରୁଡ଼ ଉପରେ ଆସିକି ଚକ୍ରରେ ତା ବେକଟା କାଟିଲେ ଯେତେବେଳେ ବେକଟା କାଟିଲେ କୁମ୍ଭୀର ପଚାରିଲା ମହାପ୍ରଭୁ ଆମର ତ କାଳ କାଳ ଧରିକି ଗଜ କୁମ୍ଭୀରର କଳି ଲାଗିଛି ଆପଣ କଳି ମୀମାଂସନ କରିକି ଗଜ ଡାକିଦେଲା ମୋ ବେକଟାକୁ କାଟିଦେଲ ଆରେ ମୁଁ ତ ବେକଟା ଡାକିଲା ବୋଲି କାଟିଲି ମୋତେ ଶୁଭିଲା ବୋଲି ଡାକିଲି ମୋ କାନ ଆଉ ନଥିବ ନା ଆଉ ଶୁଭିବ ନାହିଁ ତେଣୁ କଳିଯୁଗରେ ମୋର କାନ ରହିବ ନାହିଁ ତୋର କଥା ଏଇଭଳିଆ ବହୁତ କଥା ଅଛି ଯେତେବେଳେ ବାଳିକି ମାରିଦେଲେ ବାଳି ମଲା ପରେ ରାମକୁ ପଚାରିଲେ ବାଳି କହିଲା ପ୍ରଭୁ ମୋତେ କହିଥିଲେ ମୁଁ ନେଇ ଆସିଥାନ୍ତି ମୁଁ ଗୋଟେ କାଖରେ ଜାକି ଦେଇଦେଲେ ରାବଣ ମରିଯାଇଥାନ୍ତା ଆପଣ ଏତେ ପରିଶ୍ରମ କଲେ ଗୋଟେ ମାରିବା ପାଇଁ ମୋତେ କାହିଁ ମାରିଲେ ମୁଁ କ'ଣ ଦୋଷ କରିଥିଲି ସେ କହିଲେ ମୁଁ ହେଉଛି ଭକ୍ତର ଲୋକ ସିଏ ମୋତେ ଭକ୍ତିରେ ଡାକିଥିଲା ମୁଁ ମାରିଥିଲି ତେଣୁ କହିଲେ ମୁଁ ତୋର କ'ଣ ତୁ ଚାହୁଁଛୁ ନା ପ୍ରଭୁ ମୁଁ ପ୍ରତିଶୋଧ ନେବାକୁ ଚାହୁଁଛି ଯେଉଁ ହାତରେ ମୋତେ ମାରିଲେ ମୁଁ ସେଇ ହାତକୁ ନେବା ପାଇଁ ଚାହୁଁଛି ଠିକ୍ ଅଛି ଏ ଜନ୍ମରେ ତୁ ଦେଖିବୁ କଳିଯୁଗରେ ମୁଁ ଅବତାର ନେବି ମୋର ହାତ ପାପୁଲି ଦୁଇଟା ନଥିବ ପାପୁଲି ଥିବ ତ ମୁଁ ଆଉ ଧନୁ ମାରିବି ସେ ଗୋଟେ ବଡ଼ ବଡ଼ ଚମତ୍କାର ବୃତ୍ତାନ୍ତ ସେହିପରି ଭୀମ ଦୁର୍ଯ୍ୟୋଧନକୁ ଯୁଦ୍ଧ ଲାଗିଛନ୍ତି ଯୁଦ୍ଧ ଲାଗିଲା ବେଳେ ଦୁର୍ଯ୍ୟୋଧନ ଯେତେ ମାରିଲେ ଭୀମ ଯେତେ ବାଡ଼େଇଲେ ସୁଦ୍ଧା ଗଦାରେ ତା ଗୋଡ଼ ଭାଙ୍ଗୁନାହିଁ କ'ଣ କରିବେ କିଛି ସେ କୃଷ୍ଣକୁ ଅନେଇ ଦେଲେ ଭୀମ ଆଖି ମାରିଦେଲା ପରେ ଭୀମ ଜାଣିଗଲା ତେଣୁ ତାର ଏଇଟାକୁ ଭାଙ୍ଗିଦେଲେ ବାଡ଼ିରେ ଗଦା ଭାଙ୍ଗିଗଲା ତାର କାରଣ ହେଉଛି ଯେତେବେଳେ ମହାଭାରତର ଶେଷ ଯୁଦ୍ଧ ଦୁର୍ଯ୍ୟୋଧନ ଏକମାତ୍ର ଅଛି ଆଉ ସମସ୍ତେ ମଲେଣି ଗାନ୍ଧାରୀ ଆଖି ଖୋଲିବ ସେଇଠୁ ସେ କହିଲେ ଯେତେବେଳେ ଦୁର୍ଯ୍ୟୋଧନ ଗାନ୍ଧାରୀ ମାଆଙ୍କ ଆଶୀର୍ବାଦ କାଲି ସକାଳୁ ତୁ ଗାଧେଇ ସାରି ଆସି ଏଇ ଜାଗାରେ ମୋତେ ଦେଖିବୁ ମୋତେ ଦେଖିବା ପରେ ମୋତେ ଯାହା ମାଗିବୁ ମୁଁ ତାହା ଦେବି ସେଇଠୁ ଗାନ୍ଧାରୀକୁ ଦର୍ଶନ କରିବା ପାଇଁ ଦୁର୍ଯ୍ୟୋଧନ ଗଲେ ତ ଲଜ୍ଜା ମାରିଲା କହିଲା ମୁଁ ଗୋଟେ ଲଙ୍ଗଳା ହେଇକି ଯିବି ଉଲଗ୍ନ କୌଣସି ବସ୍ତ୍ର ରହିବନି କୁହାହେଇଛି କୌଣସି ମୂଳ ସେଠୁ ସେ ଗୋଟେ ଚଢ଼ି ପିନ୍ଧିଲେ ଏତିକି ଆସି ଦର୍ଶନ କଲେ ତୋର ଅଙ୍ଗ ବଜ୍ର ହଉ କୌଣସି ଅସ୍ତ୍ର ଶସ୍ତ୍ର ଭେଦିବ ନାହିଁ ନିଆଁ ଜଳିବ ନାହିଁ ଏତେ କହିଦେଇଗଲେ କିନ୍ତୁ ସବୁଠି ଖଣ୍ଡିଆ ହେଇଗଲା ଗୋଡ଼ କଟିଲା କିନ୍ତୁ ଏଇଟାକୁ ନ ବାଡ଼େଇଲା ପରେ ମାନେ ଉରୁ ଭଙ୍ଗ ନହେଲା ପର୍ଯ୍ୟନ୍ତ ତୁ ମରିବୁ ନାହିଁ ତେଣୁ ସିଏ ଯେତେବେଳେ ଏଇଠି ଯେଉଁ କପଡ଼ାଟା ରହିଥିଲା ଏଇଠି ୱିକ୍ ଥିଲା ତେଣୁ କୃଷ୍ଣ ତାକୁ ଠାରିଦେଲେ ସେ ଏଇଠି ବାଡ଼େଇଦେଲା ମହାପ୍ରଭୁ କୃଷ୍ଣ କହିଲେ ଆରେ ଦୁର୍ଯ୍ୟୋଧନ ତୁ ଏବେ ଯାହା ମାଗିବୁ ମୁଁ ତା ଆପଣଙ୍କୁ କ'ଣ ମୁଁ ମାଗିବି
ଆପଣ ତ ମାଗିଖିଆ ଲୋକଟା, ମୁଁ କ'ଣ ମାଗିବି? କ'ଣ ମାଗିଖିଆ ଲୋକ? ଆପଣ ବା ଜମି ବାଡ଼ି ଘର ଦ୍ୱାର କିଛି ନଥିଲା ବେଳେ ଆପଣ ସାଗରକୁ ମାଗିଲେ, ସମୁଦ୍ର ମାଗିଲେ, ସମୁଦ୍ର ଖଣ୍ଡେ ଜାଗା ଦେଲା, ଦ୍ୱାରକାରେ ଆପଣ ଘର କରି ରହିଲେ। ଆଉ ମୁଁ କ'ଣ ଆପଣଙ୍କୁ ମାଗିବି? ଯେତେ ଦିନ ପର୍ଯ୍ୟନ୍ତ କହିଛି ବିନା ଯୁଦ୍ଧେ ଛୁଞ୍ଚି ମୁନେ ଜାଗା ଦେବି ନାହିଁ। ମୁଁ ମାନ, ତୁମେ ହେଉଛ ଗୋବିନ୍ଦ, ମୁଁ ହେଉଛି ମାନ ଗୋବିନ୍ଦ। ତେଣୁ ତୁମଠାରୁ ମୁଁ ଉର୍ଦ୍ଧ୍ୱରେ, ମୁଁ ଦାନ କରେ, ମୁଁ ମାଗେନି କାହାକୁ। ତମେ ମାଗିଲ ସମୁଦ୍ରକୁ ମାଗିକି, ତୋ ଶ୍ୱଶୁରକୁ ମାଗିକି ଖଣ୍ଡେ ଜାଗା ପାଇକି ଘର କରିଛ, ମୁଁ କ'ଣ ମାଗିବି? ଆଉ କ'ଣ କହୁଛୁ ନା, ଯେଉଁ ଆଖି ଇଣ୍ଡିକେସନ୍ କଲା ବା ସଂକେତ ଦେଲା ଭୀମକୁ ମାରିବା ପାଇଁ, ସେ ଆଖିର ପତାଟା ଉଡ଼ିଯାଉ। ହଉ, ଏବେ ତ ରହିବନି, ମୋର ପତାଟା କଳିଯୁଗରେ ମୁଁ ଅବତାର ନେଲା ବେଳେ ଦାରୁଣ ବ୍ରହ୍ମ ରୂପାରେ ନେଲେ, ସେତେବେଳେ ମୋ ଆଖିର ପତା। ତେଣୁ ଚକା ଆଖି, ସେ ଚକା ଆଖି କହିଲେ ଜଗନ୍ନାଥ ବୁଝାଯାଏ, ତାଙ୍କର ଆଖି ଉପରେ ପତା ନାହିଁ। ସେଇ ବଡ଼ ବିଚିତ୍ର କଥା। ସବୁ ତତ୍ତ୍ୱ ଗୋଟିଏ ଗୋଟେ ନିହିତ ଅଛି, କୌଣସି ତତ୍ତ୍ୱକୁ ଅଲଗା କରାଯାଇବନି। ଜଗନ୍ନାଥଙ୍କର ହାତ ନାହିଁ, ଗୋଡ଼ ନାହିଁ, କାନ ନାହିଁ, ଆଖିରେ ପତା ନାହିଁ, ନାକ ଅଛି, ସେ ନାକଚଡ଼ା ପିନ୍ଧୁଛନ୍ତି, କାନରେ କର୍ଣ୍ଣକୁଣ୍ଡଳ ପିନ୍ଧୁଛନ୍ତି, ଅଣ୍ଟାରେ ଅଣ୍ଟା ସୁଧା ପିନ୍ଧୁଛନ୍ତି, ଶାଢ଼ୀ ପିନ୍ଧୁଛନ୍ତି। ସିଏ ହେଉଛନ୍ତି ସ୍ତ୍ରୀ ନୁହେଁ କି ପୁରୁଷ ନୁହେଁ, କି ସିଏ ହେଉଛି ନପୁଂସକ ନୁହେଁ, ସିଏ ହେଉଛି ଠୁଳ ବ୍ରହ୍ମ, ଭଗବାନ ଶୂନ୍ୟ ବ୍ରହ୍ମ। ଶୂନ୍ୟ, ତାଙ୍କର ଆକାର ନାହିଁ, କିଛି ନାହିଁ।